ଆପଣ କେବେ ଭାବିଛନ୍ତି କି ଅଧିକ ଟଙ୍କା ରୋଜଗାର ନକରି ମଧ୍ୟ କିପରି ନିଜର ଆର୍ଥିକ ସ୍ଥିତିକୁ ଭଲ ରଖାଯାଇପାରେ? ଏଥିପାଇଁ ନା ଆପଣଙ୍କୁ ବଡ଼ ବ୍ୟବସାୟ ଆରମ୍ଭ କରିବାକୁ ଦରକାର, ନା ସେୟାର ବଜାରରେ ଏକ୍ସପର୍ଟ ହେବାର ଦରକାର। ଆବଶ୍ୟକ ଅଛି କେବଳ କିଛି ଛୋଟ ଛୋଟ ଆର୍ଥିକ ଅଭ୍ୟାସର। ଏମିତି କିଛି ଅଭ୍ୟାସ ଯାହା ଆପଣଙ୍କୁ ପ୍ରତି ମାସ ଅଳ୍ପ ଅଳ୍ପ କରି ଟଙ୍କା ବଞ୍ଚାଇବାରେ ସାହାଯ୍ୟ କରିବ ଏବଂ ସମୟର ସହିତ ଏହି ଛୋଟ ସଞ୍ଚୟ ଏକ ବଡ଼ ରାଶିରେ ପରିଣତ ହୋଇପାରିବ। ସମସ୍ୟା ଏହା ନୁହେଁ ଯେ ଅଧିକାଂଶ ଲୋକ କମ୍ ଟଙ୍କା ରୋଜଗାର କରନ୍ତି। ବଡ଼ ସମସ୍ୟା ହେଉଛି ଆମେ ଯେତିକି ଟଙ୍କା ପାଉଛୁ ତାହାର କେତେ ଅଂଶ କେଉଁଠି ଖର୍ଚ୍ଚ କରୁଛୁ ସେଥିପ୍ରତି ଧ୍ୟାନ ଦେଉନାହୁଁ। ମାସର ଆରମ୍ଭରେ ଦରମା ଆସେ, ଖର୍ଚ୍ଚ ହୁଏ, ପୁଣି ଖର୍ଚ୍ଚ ହୁଏ, ଆଉ ମାସର ଶେଷରେ ଆମେ ଭାବୁ ଏଥର ମଧ୍ୟ କିଛି ସଞ୍ଚୟ ହେଲା ନାହିଁ। ତେଣୁ ଆଜି ଆମେ ଜାଣିବା ଏମିତି 7ଟି ସରଳ ଉପାୟ ବିଷୟରେ ଯାହାକୁ ଆପଣ ନିଜର ଦୈନନ୍ଦିନ ଜୀବନରେ ସହଜରେ ଆପଣାଇ ପାରିବେ। ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଉଛି ସପ୍ତମ ଉପାୟଟି ଆପଣଙ୍କର ସଞ୍ଚୟ ଅଭ୍ୟାସକୁ ପୂରାପୂରି ବଦଳାଇ ଦେଇପାରେ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଉପାୟ ନମ୍ବର 1, ଯାହା ବଞ୍ଚିବ ସେଇଟା ସଞ୍ଚୟ କରନ୍ତୁ ନାହିଁ, ପ୍ରଥମେ ସଞ୍ଚୟ କରନ୍ତୁ। ଏଠାରେ ଅଧିକାଂଶ ଲୋକ ଗୋଟେ ବଡ଼ ଭୁଲ କରନ୍ତି। ଦରମା ଆସିଲା, ପ୍ରଥମେ ଘର ଖର୍ଚ୍ଚ, ବିଲ୍, ରିଚାର୍ଜ, ସପିଂ, ବାହାରେ ଖାଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ। ତାପରେ ଯଦି କିଛି ଟଙ୍କା ବଞ୍ଚିଲା ତାହାକୁ ସଞ୍ଚୟ କରିବାକୁ ଭାବନ୍ତି। କିନ୍ତୁ ଏଠାରେ ସମସ୍ୟା ହେଉଛି ଅଧିକାଂଶ ସମୟରେ କିଛି ବଞ୍ଚେ ନାହିଁ। ତେଣୁ ନିୟମଟାକୁ ଓଲଟାଇ ଦିଅନ୍ତୁ। ଦରମା ଆସିବା ସହିତ ପ୍ରଥମେ ସଞ୍ଚୟରେ ଟଙ୍କା ଲଗାଇ ଦିଅନ୍ତୁ। ଧରନ୍ତୁ ଆପଣଙ୍କ ମାସିକ ଦରମା 20,000 ଟଙ୍କା। ଦରମା ଆସିବା ମାତ୍ରେ 2,000 ଟଙ୍କା ଅଲଗା ଆକାଉଣ୍ଟକୁ ପଠାଇ ଦିଅନ୍ତୁ। ଏବେ ଆପଣଙ୍କ ଖର୍ଚ୍ଚ ପାଇଁ ରହିଲା ମାତ୍ର 18,000 ଟଙ୍କା। କିଛି ଦିନ ପରେ ଆପଣଙ୍କର ମସ୍ତିଷ୍କ ସେଇ 18,000 ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ଅଭ୍ୟାସ ହୋଇଯିବ। ଏହାକୁ ପେ ଫର୍ ୟୋରସେଲ୍ଫ ଫାଷ୍ଟ କୁହାଯାଏ। ସରଳ ଭାଷାରେ କହିଲେ ସମସ୍ତଙ୍କୁ ଟଙ୍କା ଦେବା ପୂର୍ବରୁ ନିଜର ଭବିଷ୍ୟତ ପାଇଁ କିଛି ଟଙ୍କା ଅଲଗା କରନ୍ତୁ। ଉପାୟ ନମ୍ବର 2, କିଛି କିଣିବା ପୂର୍ବରୁ 24 ଘଣ୍ଟା ରୁହନ୍ତୁ। ଅନଲାଇନ୍ ସପିଂ ଆମ ଜୀବନକୁ ସହଜ କରିଛି, କିନ୍ତୁ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ବହୁତ ସହଜ କରିଦେଇଛି। କୌଣସି ଜିନିଷ ପସନ୍ଦ ହେଲା, କ୍ଲିକ୍ କଲେ ହେଲା। କିନ୍ତୁ ସବୁ ପସନ୍ଦ ହେଉଥିବା ଜିନିଷ ଆମର ଆବଶ୍ୟକ ନୁହେଁ। ତେଣୁ ଏକ ଛୋଟ ନିୟମ ତିଆରି କରନ୍ତୁ। କୌଣସି ଅନାବଶ୍ୟକ ଜିନିଷ କିଣିବାକୁ ଇଚ୍ଛା ହେଲେ ସଙ୍ଗେ ସଙ୍ଗେ କିଣନ୍ତୁ ନାହିଁ। 24 ଘଣ୍ଟା ଅପେକ୍ଷା କରନ୍ତୁ। ପରଦିନ ନିଜକୁ ପଚାରନ୍ତୁ, ମୋତେ ଏହା ସତରେ ଦରକାର କି? ଯଦି ଉତ୍ତର ହଁ ଆସେ ତେବେ କିଣିପାରନ୍ତି। କିନ୍ତୁ ଅନେକ ସମୟରେ ଆପଣ ଦେଖିବେ ଯେ ଗୋଟିଏ ଦିନ ପରେ ସେହି ଜିନିଷ ଉପରେ ଆପଣଙ୍କର ଆଗ୍ରହ ରହେ ନାହିଁ। ଏହି ଛୋଟ ଅଭ୍ୟାସ ଆପଣଙ୍କୁ ଅନେକ ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚାଇପାରେ। ଉପାୟ ନମ୍ବର 3, ଛୋଟ ଖର୍ଚ୍ଚକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ଆମେ ସାଧାରଣତଃ ବଡ଼ ଖର୍ଚ୍ଚକୁ ନେଇ ଚିନ୍ତା କରୁ, କିନ୍ତୁ ଆମର ଟଙ୍କା ଅନେକ ସମୟରେ ବଡ଼ ଖର୍ଚ୍ଚରେ ନୁହେଁ, ଛୋଟ ଛୋଟ ଖର୍ଚ୍ଚରେ ଚୁପଚାପ ଚାଲିଯାଏ। ଧରନ୍ତୁ ଆପଣ ପ୍ରତିଦିନ 50 ଟଙ୍କାର ଡ୍ରିଙ୍କ କିମ୍ବା ସ୍ନାକ୍ସ କିଣୁଛନ୍ତି। ଦିନକୁ 50 ଟଙ୍କା ଦେଖିଲେ ଛୋଟ ଲାଗିବ, କିନ୍ତୁ ମାସକୁ ଏହା 1,500 ଟଙ୍କା ଏବଂ ବର୍ଷକୁ 18,000 ଟଙ୍କା କେବଳ ଗୋଟିଏ ଅଭ୍ୟାସରେ। ଏବେ ଚାହା, କଫି, ସ୍ନାକ୍ସ, ଅନାବଶ୍ୟକ ସବସ୍କ୍ରିପସନ୍ ଏବଂ ଛୋଟ ଛୋଟ ଅନାବଶ୍ୟକ ଖର୍ଚ୍ଚକୁ ଯୋଡ଼ି ଦେଖନ୍ତୁ। ଟଙ୍କା ଆପଣ ଭାବୁଥିବା ଠାରୁ ନିଶ୍ଚିତ ଅଧିକ ହେବ। ତେଣୁ ଆଗାମୀ 30 ଦିନ ପର୍ଯ୍ୟନ୍ତ ଆପଣ କେଉଁଠି କେତେ ଖର୍ଚ୍ଚ କରୁଛନ୍ତି ସବୁ ଲେଖନ୍ତୁ। ମାସ ଶେଷରେ ଆପଣ ନିଜେ ଜାଣିପାରିବେ ଆପଣଙ୍କ ଟଙ୍କା କେଉଁଠାକୁ ଯାଉଛି। ଉପାୟ ନମ୍ବର 4, ଜଟିଳ ନୁହେଁ, ସରଳ ବଜେଟ୍ ବନାନ୍ତୁ। ବଜେଟ୍ ବନାଇବା କଥା ଶୁଣିଲେ ଅନେକ ଲୋକ ଭାବନ୍ତି ଯେ ପ୍ରତ୍ୟେକ ଟଙ୍କାର ହିସାବ ରଖିବାକୁ ପଡ଼ିବ। ସେଥିପାଇଁ କିଛି ଦିନ ପରେ ବଜେଟ୍ ଫଲୋ କରିବା ବନ୍ଦ କରିଦିଅନ୍ତି। ଆପଣଙ୍କୁ ଏତେ ଜଟିଳ ହେବାର ଆବଶ୍ୟକତା ନାହିଁ। ଏକ ସରଳ ଫର୍ମୁଲା ଆପଣାଇ ପାରନ୍ତି। 50% ଟଙ୍କା ଆବଶ୍ୟକ ପାଇଁ ଖର୍ଚ୍ଚ, 30% ନିଜର ଇଚ୍ଛା ପାଇଁ ଏବଂ 20% ସେଭିଂ କିମ୍ବା ଇନଭେଷ୍ଟ ପାଇଁ ଖର୍ଚ୍ଚ କରନ୍ତୁ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଆୟ 25,000 ଟଙ୍କା, ତେବେ ପ୍ରାୟ 5,000 ଟଙ୍କା ପ୍ରଥମରୁ ଅଲଗା କରିଦିଅନ୍ତୁ। ମନେ ରଖନ୍ତୁ, ଭଲ ବଜେଟ୍ ସେଇଟା ନୁହେଁ ଯାହା ବହୁତ ଜଟିଳ। ଭଲ ବଜେଟ୍ ସେଇଟା ଯାହାକୁ ଆପଣ ଦୀର୍ଘ ସମୟ ଧରି ଫଲୋ କରିପାରିବେ। ଉପାୟ ନମ୍ବର 5, ଅନ୍ୟମାନଙ୍କୁ ଦେଖାଇବା ପାଇଁ ଖର୍ଚ୍ଚ କରନ୍ତୁ ନାହିଁ। ସୋସିଆଲ ମିଡ଼ିଆରେ ଆମକୁ ଅନ୍ୟମାନଙ୍କର ଜୀବନ ସହିତ ନିଜ ଜୀବନକୁ ତୁଳନା କରିବାର ଅଭ୍ୟାସ କରିଦେଇଛି। କେହି ନୂଆ ଫୋନ୍ କିଣିଲେ ଆମକୁ ମଧ୍ୟ ନୂଆ ଫୋନ୍ ଦରକାର। କେହି ନୂଆ ବାଇକ୍ କିଣିଲେ ଆମକୁ ମଧ୍ୟ ନୂଆ ବାଇକ୍ ଇଚ୍ଛା ହୁଏ। କେହି ଦାମୀ ରେଷ୍ଟୁରାଣ୍ଟ ଗଲେ ଆମେ ମଧ୍ୟ ସେଠାକୁ ଯିବାକୁ ଇଚ୍ଛା କରୁ। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ନିଜକୁ ପଚାରିବା ଦରକାର, ମୁଁ ଏହି ଜିନିଷଟି ନିଜର ଆବଶ୍ୟକତା ପାଇଁ କିଣୁଛି ନା ଅନ୍ୟମାନଙ୍କୁ ଦେଖାଇବା ପାଇଁ? ଏହି ପ୍ରଶ୍ନ ଆପଣଙ୍କର ଅନେକ ଅନାବଶ୍ୟକ ଖର୍ଚ୍ଚକୁ ଅଟକାଇପାରେ।
କାରଣ ମନେ ରଖନ୍ତୁ, ଧନୀ ହେବା ଏବଂ ଧନୀ ଦେଖାଯିବା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ କଥା। ଉପାୟ ନମ୍ବର 6, ଆୟ ବଢ଼ିଲେ ଜୀବନଶୈଳୀକୁ ସେହି ଅନୁପାତରେ ବଢ଼ାନ୍ତୁ ନାହିଁ। ଧରନ୍ତୁ ଆଜି ଆପଣଙ୍କର ଦରମା 20,000 ଟଙ୍କା। କିଛି ମାସ ପରେ ଆପଣଙ୍କର ଦରମା 25,000 ଟଙ୍କା ହୋଇଗଲା। ତେବେ ଅତିରିକ୍ତ 5,000 ଟଙ୍କା କ'ଣ ହେବ? ଅନେକ ଲୋକଙ୍କ ପାଇଁ ନୂଆ ଫୋନ୍, ଦାମୀ କପଡ଼ା, ଅଧିକ ବାହାରେ ଖାଇବା ଏବଂ ଅଧିକ ଘୂରିବାର କାରଣ ହୋଇଯାଏ। ଫଳରେ ଆୟ ବଢ଼େ କିନ୍ତୁ ସେଭିଂ ବଢ଼େ ନାହିଁ। ଏହାକୁ କୁହାଯାଏ ଲାଇଫଷ୍ଟାଇଲ୍ ଇନଫ୍ଲେସନ୍। ତେଣୁ ଏକ ସରଳ ନିୟମ ରଖନ୍ତୁ, ଆୟ ବଢ଼ିଲେ ତାହାର ଅତି କମ୍ରେ ଅଧା ଅଂଶ ସଞ୍ଚୟ କିମ୍ବା ଇନଭେଷ୍ଟ କରନ୍ତୁ। ଯଦି ଆପଣଙ୍କର ଆୟ 5,000 ଟଙ୍କା ବଢ଼ିଛି, ତେବେ 2,500 ଟଙ୍କା ନିଜର ଭବିଷ୍ୟତ ପାଇଁ ରଖନ୍ତୁ। ବାକି 2,500 ଟଙ୍କା ନିଜର ଜୀବନଶୈଳୀ ପାଇଁ ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣ ବର୍ତ୍ତମାନକୁ ମଧ୍ୟ ଉପଭୋଗ କରିବେ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଟଙ୍କା ତିଆରି କରିବେ। ଉପାୟ ନମ୍ବର 7, ସଞ୍ଚୟକୁ ନିଜ ଇଚ୍ଛା ଉପରେ ଛାଡ଼ନ୍ତୁ ନାହିଁ। ଏହି ଉପାୟଟି ବୋଧହୁଏ ସବୁଠାରୁ ଉପଯୋଗୀ। କାରଣ ଏଥିରେ ଆପଣଙ୍କୁ ପ୍ରତି ମାସ ନିଜକୁ ବୁଝାଇ ଇନଭେଷ୍ଟ କରିବାକୁ ପଡ଼ିବ ନାହିଁ। ଅନେକ ଲୋକ କହନ୍ତି, ଏହି ମାସରୁ ଇନଭେଷ୍ଟ କରିବି, ଆଗାମୀ ମାସରୁ ନିଶ୍ଚିତ ଭାବେ ଆରମ୍ଭ କରିବି। କିନ୍ତୁ ମାସ ଆସେ, ଖର୍ଚ୍ଚ ଆସେ ଏବଂ ଇନଭେଷ୍ଟ ପୁଣି ପଛକୁ ଚାଲିଯାଏ। ତେଣୁ ସେଭିଂକୁ ଅଟୋମେଟ୍ କରିଦିଅନ୍ତୁ। ଦରମା ଆସିବା ଦିନ ଆପେ ଆପେ ଏକ ନିର୍ଦ୍ଦିଷ୍ଟ ଟଙ୍କା ଆପଣଙ୍କର ସେଭିଂ ଆକାଉଣ୍ଟକୁ ଯାଇପାରିବା ଭଳି ବ୍ୟବସ୍ଥା କରନ୍ତୁ। ଉଦାହରଣ ସ୍ୱରୂପ, ପ୍ରତି ମାସ 2,000 ଟଙ୍କା। ଆପଣଙ୍କୁ ପ୍ରତି ମାସ ଭାବିବାକୁ ପଡ଼ିବ ନାହିଁ। ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ। ସିଷ୍ଟମ ନିଜେ କାମ କରିବ। କିଛି ମାସ ପରେ ଆପଣ ଦେଖିବେ ଆପଣଙ୍କୁ ଅନୁଭବ ମଧ୍ୟ ହେଉନାହିଁ, କିନ୍ତୁ ସେଭିଂ ଧୀରେ ଧୀରେ ବଢ଼ି ଚାଲିଛି। ଏହି କାରଣରୁ ସେଭିଂକୁ ଅଭ୍ୟାସ ନୁହେଁ, ଏହା ସିଷ୍ଟମ କରିବା ଅଧିକ ଭଲ। ବୋନସ୍ ଟିପ୍ସ, ଏମର୍ଜେନ୍ସି ଫଣ୍ଡ ରଖନ୍ତୁ। ଜୀବନ ସବୁବେଳେ ଆମ ଯୋଜନା ଅନୁସାରେ ଚାଲେ ନାହିଁ। ହଠାତ୍ ମେଡିକାଲ ଏମର୍ଜେନ୍ସି ଆସିପାରେ, ଘରର ବଡ଼ ମରାମତି ଦରକାର ହୋଇପାରେ କିମ୍ବା ଚାକିରିରେ ହଠାତ୍ ସମସ୍ୟା ଆସିପାରେ। ଏଭଳି ସମୟରେ ଯଦି ଆପଣଙ୍କ ପାଖରେ ଏମର୍ଜେନ୍ସି ଫଣ୍ଡ ଥାଏ, ତେବେ ଆପଣଙ୍କୁ ହଠାତ୍ ଲୋନ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ତେଣୁ ଧୀରେ ଧୀରେ ଅତି କମ୍ରେ 3 ରୁ 6 ମାସର ଆବଶ୍ୟକତା ଖର୍ଚ୍ଚ ସମାନ ଟଙ୍କା ଜମା କରିବାକୁ ଲକ୍ଷ୍ୟ କରନ୍ତୁ। ଏହି ଟଙ୍କା ଆପଣଙ୍କୁ କେବଳ ଆର୍ଥିକ ସାହାଯ୍ୟ ନୁହେଁ, ମାନସିକ ଶାନ୍ତି ମଧ୍ୟ ଦେବ। ତେବେ ବନ୍ଧୁମାନେ, ଧନୀ ହେବା ପାଇଁ ସବୁବେଳେ ଆର୍ଥିକ ରୋଜଗାର କରିବା ହିଁ ଏକମାତ୍ର ରାସ୍ତା ନୁହେଁ। ଆପଣ ଯେତିକି ରୋଜଗାର କରୁଛନ୍ତି, ତାହାକୁ କିପରି ପରିଚାଳନା କରୁଛନ୍ତି, ସେଇଟା ମଧ୍ୟ ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି 7ଟି ଅଭ୍ୟାସକୁ ଆଉ ଥରେ ମନେ ପକାଇଦେବା। ପ୍ରଥମେ ନିଜ ପାଇଁ ସଞ୍ଚୟ କରନ୍ତୁ। ଅଣଆବଶ୍ୟକ କିଣାକିଣି ପୂର୍ବରୁ 24 ଘଣ୍ଟା ଅପେକ୍ଷା କରନ୍ତୁ। ଛୋଟ ଛୋଟ ଖର୍ଚ୍ଚକୁ ଚିହ୍ନଟ କରନ୍ତୁ। ସରଳ ବଜେଟ୍ ତିଆରି କରନ୍ତୁ। ଅନ୍ୟମାନଙ୍କୁ ଦେଖାଇବା ପାଇଁ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଆୟ ବଢ଼ିଲେ ସମସ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସେଭିଂକୁ ଅଟୋମେଟ୍ କରିଦିଅନ୍ତୁ। ମନେ ରଖନ୍ତୁ, ବଡ଼ ସମ୍ପତ୍ତି ସବୁବେଳେ ବଡ଼ ନିଷ୍ପତ୍ତିରୁ ତିଆରି ହୁଏ ନାହିଁ। ଅନେକ ସମୟରେ ଏହା ଛୋଟ ଛୋଟ ଭଲ ଅଭ୍ୟାସର ଫଳ। ଆଜି ଆପଣ 50 ଟଙ୍କା ବଞ୍ଚାଇଲେ, ଆସନ୍ତାକାଲି ଆଉ କିଛି ଟଙ୍କା ବଞ୍ଚାଇଲେ। ଏମିତି ଛୋଟ ଛୋଟ ନିଷ୍ପତ୍ତି ବର୍ଷ ବର୍ଷ ଧରି ଜାରି ରହିଲେ ଏହା ଆପଣଙ୍କର ଆର୍ଥିକ ଭବିଷ୍ୟତକୁ ବହୁତ ବଦଳାଇ ଦେଇପାରେ। ତେଣୁ ପରିବର୍ତ୍ତନ ଆସନ୍ତା ମାସରୁ ନୁହେଁ, ଆଜିଠାରୁ ଆରମ୍ଭ କରନ୍ତୁ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ସତରେ ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଆଉ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ, ଏହି 7ଟି ଅଭ୍ୟାସ ମଧ୍ୟରୁ ଆପଣ କେଉଁଟି ଆଜିଠାରୁ ଆରମ୍ଭ କରିବେ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ନିଜର ଟଙ୍କାକୁ ସମ୍ମାନ କରନ୍ତୁ, ସଞ୍ଚୟ କରନ୍ତୁ ଏବଂ ନିଜର ଭବିଷ୍ୟତକୁ ମଜବୁତ କରନ୍ତୁ। ଧନ୍ୟବାଦ।